afternoon and happy Sabbath. ସମସ୍ତଙ୍କୁ ଶୁଭ ଅପରାହ୍ନ 12:30 ହେଲା। काश मैं हिंदी में बात कर सकूं, ହିନ୍ଦୀରେ କଥା କହିବା ପାଇଁ ଚାହୁଁଛି, लेकिन कुछ लोग मेरे साथ हैं जो हिंदी अच्छी तरह से नहीं समझते। କେତେ କେହି ଅଛନ୍ତି ଯେମାନେ କି ହିନ୍ଦୀ ବୁଝିବାର ସେମାନଙ୍କୁ କଷ୍ଟ ହେଇପାରେ। उनके लिए मैं इंग्लिश में बात करना चाहूँगा ସେମାନଙ୍କ ଯୋଗୁଁ ମୁଁ ବର୍ତ୍ତମାନ ଇଂଲିଶରେ କଥା କହିବି, ताकि हम सब लोग यहोवा का वचन समझ सके। ଯାହାଦ୍ୱାରା କି ଆମେ ସମସ୍ତେ ଈଶ୍ୱରଙ୍କ ବାକ୍ୟ ପଢ଼ିପାରିବା। लेकिन जब मैं आपके साथ बात करूंगा तो मैं हिंदी में बात करूंगा। କିନ୍ତୁ ଆପଣମାନଙ୍କ ସହିତ କଥା ହେବା ସମୟରେ ମୁଁ ହିନ୍ଦୀରେ କଥା ହେବି। मुझे हिंदी बहुत पसंद है। ତାଙ୍କୁ ହିନ୍ଦୀ ବହୁତ ଭଲ ଲାଗେ। अगर आप आने वाले 3 मास का साबत स्कूल पढ़ना चाहते हैं तो होप चैनल पर मेरा वीडियो रिकॉर्ड हो जाएगा। अच्छा, हिंदीରେ ତାଙ୍କର ହୋପ୍ ଚ୍ୟାନେଲ ଟିଭିରେ ହିନ୍ଦୀ ମାଧ୍ୟମରେ ଏ ସାବତ ସ୍କୁଲ ଲେସନ୍ ଗୁଡ଼ାକ ତାଙ୍କେ କହିଛନ୍ତି, ताकि आपको उस वचन का भी आस्वाद मिल सके। ଆଉ ଆପଣ ଦେଖିକିରି ଆପଣ ମଧ୍ୟ ମାନେ ଲାଭ ପାଇବେ। तो मुझे माफ कीजिए, मैं आज इंग्लिश में बात कर। ହେଲେ ଏଠି କ'ଣ ଲେଖା ହେଇଛି? They are saying, King, you tell us the dream, we will tell you the meaning. ଲୋକମାନେ ସେଇ ଜ୍ଞାନୀ ମାନେ କ'ଣ କହିଲେ? ଆଜ୍ଞା ହେ ରାଜା, ତମେ ଯୋଉ ସ୍ୱପ୍ନ ଦେଖିଛ ସେ ସ୍ୱପ୍ନ ଆମକୁ କୁହ, ତାହେଲେ ଆମେ ସ୍ୱପ୍ନର ଅର୍ଥ ଆମେ ଜଣେଇବୁ। Verse 5. 5 ରାଜା କଲ୍ଦୀୟମାନଙ୍କୁ ଉତ୍ତର ଦେଇ କହିଲା, ମୋ ଠାରୁ କଥା ବାହାରି ଯାଇଅଛି। ତୁମେମାନେ ଯେବେ ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋତେ ନ ଜଣାଅ, ତେବେ ତୁମେମାନେ ଖଣ୍ଡ ଖଣ୍ଡ ହୋଇ କଟାଯିବ ଓ ତୁମମାନଙ୍କର ଗୃହ କ୍ଷତରାଶି କରାଯିବ। Word of God says, King says to these people, I have forgotten the dream. ଆଉ ଈଶ୍ୱରଙ୍କ ବାକ୍ୟ କହେ, ରାଜା କହୁଛି ସେ ସ୍ୱପ୍ନ ମୁଁ ଭୁଲି ଯାଇଛି। And the king is saying, tell me the dream and the meaning also. କିନ୍ତୁ ୟାଡେ ରାଜା କହୁଛି ସେ ସ୍ୱପ୍ନ କହିବ ଏବଂ ସ୍ୱପ୍ନର ଅର୍ଥ ମଧ୍ୟ ମୋତେ କହିବାକୁ ପଡ଼ିବ। I heard this message from one preacher. ଏଇ ଯୋଉ ବିଷୟରେ ମୁଁ ବହୁତ ପୂର୍ବେ ଗୋଟେ ପ୍ରଚାରକ ଦ୍ୱାରା ମୁଁ ଶୁଣିଛି। The same question I would like to ask you also. ଏଇ ପ୍ରଶ୍ନ ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି। King has dreamt a dream. ରାଜା ସ୍ୱପ୍ନ ଦେଖିଲା, Right or wrong? ହଁ କି ନାହିଁ? That dream king has forgotten. ଆଉ ସେ ସ୍ୱପ୍ନ ରାଜା ଭୁଲି ଯାଇଛନ୍ତି, ହଁ କି ନାହିଁ? He is asking other people, tell me the dream. କିନ୍ତୁ ସେ କହୁଛି ଅନ୍ୟମାନଙ୍କୁ ଏ ସ୍ୱପ୍ନ ମୋତେ କୁହ। Is it right? ଏଇଟା ଠିକ କି ନାହିଁ? ଏଇଟା Is king what he is doing, is it right? ଯୋଉଟା ରାଜା କରୁଛି ସେ ଠିକ କରୁଛି କି ନାହିଁ? ସେ ସ୍ୱପ୍ନ ଭୁଲିଗଲା, କିନ୍ତୁ ସ୍ୱପ୍ନ ନ କହିକି ସ୍ୱପ୍ନର ଅର୍ଥ ସିଏ ମାଗୁଛି। Imagine the chief minister of Orissa dreams a dream. ଟିକେ ଭାବନ୍ତୁ, ଆମର ମୁଖ୍ୟମନ୍ତ୍ରୀ ଗୋଟେ ସ୍ୱପ୍ନ ଦେଖିଲା, And next day morning he goes to the PA and says to the PA personal assistant, I have forgotten the dream, please tell me. ସେ ପିଏ ଯେ ତାକୁ ପର୍ସନାଲ ଆସିଷ୍ଟାଣ୍ଟ କହନ୍ତି ତା ପାଖକୁ ଯିବ, ପିଏ ତମେ ମୋତେ ମୁଁ ଯୋଉ ସ୍ୱପ୍ନ ଦେଖିଛି ସେ ସ୍ୱପ୍ନ ମୋତେ କହିବ। What will PA do? ସେ ପିଏ କ'ଣ ଭାବିବ? It will come in the news. ଏଇଟା କୋଉଠି ଆସିବ? ଖବର କାଗଜରେ ଆସିବ। CM has seen the dream and he is asking the PA to tell the dream. ଦେଖନ୍ତୁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଲା, ଆଉ ସେ ସ୍ୱପ୍ନ କ'ଣ ମୁଁ ଦେଖିଲି ସେ ମୋତେ ପଚାରୁଛି ବୋଲି କହିବ ସେ ପିଏ। How many of us will not laugh at this news? ଏ ପ୍ରକାର କାହାଣୀ ଶୁଣିଲା ପରେ କେତେ ଲୋକ ହସିବେ ନାହିଁ? But here the wise man cannot laugh and even smile. କିନ୍ତୁ ବର୍ତ୍ତମାନ ଯୋଉ ଅବସ୍ଥାରେ ଏଇ ଯୋଉ ଜ୍ଞାନୀ ମାନେ ଅଛନ୍ତି ସେମାନେ ହସି ପାରିବେ ନାହିଁ, କାନ୍ଦି ପାରିବେ ନାହିଁ। King is king. If he commands something, it has to be done. ରାଜା ହିଁ ରାଜା, ଯଦି ଯାହା ଆଦେଶ ଦେଉଛି ତାହା ନିଶ୍ଚୟ ପୂର୍ଣ୍ଣ ହେବାର ଅଛି। Word of God says that this king is asking for the dream and its meaning. ଈଶ୍ୱରଙ୍କ ବାକ୍ୟ କହେ ସେ ସ୍ୱପ୍ନ ପଚାରୁଛି ଏବଂ ସ୍ୱପ୍ନର ଅର୍ଥ ମଧ୍ୟ ଜ୍ଞାନୀ ମାନଙ୍କୁ ପଚାରୁଛି। So tell me, is this king right or wrong? ହେଲେ ଏ ରାଜା ସଠିକ ନା ଭୁଲ? Wrong? Who are astrologers? ଆଚ୍ଛା, ଏ ଜ୍ଞାନୀ ମାନେ କିଏ? Astrologer is specific word. ଏ ଜ୍ଞାନୀ ମାନେ କିଏ? Astrologers. ଯେଉଁମାନେ ନକ୍ଷତ୍ର ଦେଖି କୁହନ୍ତି, ତାରାମାନଙ୍କୁ ଦେଖି କୁହନ୍ତି। Okay, it says who are sorcerers? अच्छा, sorcerers
Okay, read verse 2 verse 2. ତହୁ ରାଜାକୁ ତାହାର ସ୍ୱପ୍ନ ଜଣାଇବା ନିମନ୍ତେ ରାଜା ମନ୍ତ୍ରବେତା ଗଣକ ମାୟାବୀ ଓ କଲ୍ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲା। Okay, now for example, there are some people in this scripture who can tell about the future. ଆଚ୍ଛା ଆମେ ବର୍ତ୍ତମାନ ଦେଖିବା ଏରା କେତେ ଲୋକ ଅଛନ୍ତି ଯିଏ କି ଭବିଷ୍ୟତ କହିବାର ତାଙ୍କେ ଜାଣିଛନ୍ତି। If you go to a palm reader, he will tell you what your future is. ଯଦି ଆମେ ହାତ ଦେଖାଇବା କୌଣସି ଲୋକକୁ ସେ କଣ କହିବ ଆମ ହାତରେ କଣ ଅଛି ସେ କହିବ। But word of God says only God knows the future. କିନ୍ତୁ ଈଶ୍ୱରଙ୍କ ବାକ୍ୟ କହୁଛି କେବଳ ପରମେଶ୍ୱର ହିଁ ଆମଙ୍କ ଭବିଷ୍ୟତ ଜାଣିଛନ୍ତି। And so the king here it says, king is saying to these people, I want you to tell me what is the dream that I dreamt. ହେଲେ ରାଜା ସେମାନଙ୍କୁ କହୁଛି ମୁଁ ଯୋଉ ସ୍ୱପ୍ନ ଦେଖିଲି ସେ ସ୍ୱପ୍ନ ମୁଁ କଣ ଦେଖିଲି ମତେ କୁହ। Now look at this wisdom that this king is using. ଆଉ ବର୍ତ୍ତମାନ ଆମେ ଆଲୋଚନା କରିବା କୋଉ ଜ୍ଞାନ ରାଜା ବ୍ୟବହାର କରୁଅଛି। King is saying, if you can tell me the future which is not seen, you should be able to tell me what has already happened. ଆଉ ଏ ବିଷୟ କାହିଁକି ରାଜା ପଚାରୁଛି ଏଇ ଜ୍ଞାନୀ ମାନଙ୍କୁ ଯଦି ମୋର ଭବିଷ୍ୟତ ଯଦି ଦେଖିବାକୁ ତମର ଯଦି କ୍ଷମତା ଅଛି ଯୋଗ୍ୟତା ଅଛି ବୋଲି ଯଦି ଭାବୁଛ ହେଲେ ମୁଁ କଣ ଘଟିଛି ମଧ୍ୟ ତମେ କହିପାରିବ Right or wrong? ହଁ କି ନାହିଁ। What you cannot see, you are able to tell me. ଯାହା ତମେ ଦେଖିନ ଦେଖିବା ପାଇଁ କହିବାକୁ ଚାହୁଁଛ You should be able to tell me what already has happened. କିନ୍ତୁ ଯାହା ଘଟିଛି ତାହା କାହିଁ କହିପାରୁନ। So look at the wisdom and understanding and knowledge of sorcerers, astrologers. They have no clue what the dream and the meaning is. ଆଉ ଏଇ ଯୋଉ ମାୟାବାଦୀ ମାନେ ଗଣକ ମାନେ ସେମାନଙ୍କର ଜ୍ଞାନ ଏ ପ୍ରକାର ଅଛି ତାଙ୍କେ କଣ ସାମ୍ନା ଭବିଷ୍ୟତ କହିବା ପାଇଁ ଚାହୁଁଛନ୍ତି କିନ୍ତୁ ଯାହା ଘଟିଛି ତାହା କହିପାରୁ ନାହାନ୍ତି। So even though this king is an idol worshipper, he is a wise king. ଏଇ ଯୋଉ ରାଜା ମୂର୍ତ୍ତି ପୂଜକ ଥିଲେ ମଧ୍ୟ ଜଣେ ଜ୍ଞାନୀ ରାଜା ଥିଲେ। Yes, he does not fear God, but he is See- intelligent at least. ସେ ଈଶ୍ୱରଙ୍କୁ ଭୟ ନ କଲେ ମଧ୍ୟ ସେ ଜ୍ଞାନୀ ରାଜା ଥିଲେ। And word of God says the king has seen a dream, and that dream is so important that he is ready to kill people. ଆଉ ଏ ପ୍ରକାର ସ୍ୱପ୍ନ ରାଜା ଦେଖିଛି ଆମେ କେମିତି ଜାଣିବା ସେ ସ୍ୱପ୍ନର ମୁଖ୍ୟତା ଯଦି କେହି ସ୍ୱପ୍ନ ଏବଂ ସ୍ୱପ୍ନର ଅର୍ଥ ନ କହିଲେ ସେମାନଙ୍କୁ କୋଉ ଦଣ୍ଡ ଦିଆଯିବ ଖଣ୍ଡ ଖଣ୍ଡ କରାଯିବ। Verse 6. 6 ପଡ଼ିବ। ମାତ୍ର ଯେବେ ତୁମ୍ଭେମାନେ ସ୍ୱପ୍ନ ଓ ତହିଁର ଅର୍ଥ ପ୍ରକାଶ କର ତେବେ ତୁମ୍ଭେମାନେ ମୋ ଠାରୁ ଦାନ ପାରିତୋଷିକ ଓ ମହାସମାଦର ପାଇବ। ଏଥିପାଇଁ ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋ ନିକଟରେ ପ୍ରକାଶ କର। Honor in my language is called paritoshik. Here you are saying paritoshik. Okay. Word of God says that king is saying, if you tell me the dream and its meaning, you will live. ଏଠାରେ ବାକ୍ୟ କହୁଛି ପାରିତୋଷିକ ଓ ମହାସମାଦର ପାଇବ। How many of you have received a certificate from some higher officers? ଆପଣମାନଙ୍କୁ ଯେବେ ସାର୍ଟିଫିକେଟ ଦିଆଯାଇଛି କେତେ ଜଣକୁ ଗୋଟେ ବହୁତ ବଡ଼ ଅଫିସର ଠାରୁ ଆମ ରିଜନ ଡାଇରେକ୍ଟର ପରି ବଡ଼ ବଡ଼ ଲୋକ ପରି ତାଙ୍କୁ ହାତରୁ ଆପଣଙ୍କୁ ସାର୍ଟିଫିକେଟ ଦିଆହେଇଛି। One boy, after passing a 10th standard, he was called to receive a certificate. ଜଣେ ବ୍ୟକ୍ତି ଜଣେ ଯୁବକ 10ମ ଶ୍ରେଣୀ ପାସ୍ କଲା ପରେ ତାଙ୍କୁ କ'ଣ ହେଇଛି ସାର୍ଟିଫିକେଟ ଦେବା ପାଇଁ ଡକା ହେଇଛି। There were so many students standing in line who passed 10th standard. ତାପରେ ଅନେକ ଲୋକ ଛିଡ଼ା ହେଇଛନ୍ତି ଯେ କି 10ମ ଶ୍ରେଣୀ ପାସ୍ କରିଛନ୍ତି। But when he got the certificate, କିନ୍ତୁ ଯେତେବେଳେ ଆକୁ ମିଳିଲା he just jumped ଏ ଡେଇଁଲା ପିଲାଟା as if he got a degree certificate. ଆଉ ତାକୁ ଏମିତି ଲାଗିଲା ସତରେ ସେ କ'ଣ ଗୋଟେ ଡିଗ୍ରୀ ଶେଷ କରିଛି। Why? Because that small thing that he had received was a big honor for him. କାହିଁକି ନା 10ମ କ୍ଲାସ ପାସ୍ କରିଥିଲେ ମଧ୍ୟ 10ମ କ୍ଲାସ ସାର୍ଟିଫିକେଟ ଥିଲେ ମଧ୍ୟ ସେଇ ଯୁବକ ପାଇଁ 10ମ କ୍ଲାସ ପାସ୍ କରିବାର ବହୁତ ଗୁଡ଼େ କ'ଣ ଥିଲା ଲକ୍ଷ୍ୟ ଥିଲା। King knows this very well, and so he says, he is saying to those people, I want you to tell me the dream and the meaning. ସେ ଯୋଗୁଁ ସେ କହୁଛି ତମାନେ କ'ଣ କରିବ ମୋତେ ସ୍ୱପ୍ନ କହିବ ଏବଂ ସ୍ୱପ୍ନର ଅର୍ଥ ମଧ୍ୟ କହିବ। Verse 7. 7 ସେମାନେ ଦ୍ୱିତୀୟ ଥର ଉତ୍ତର ଦେଇ କହିଲେ ମହାରାଜ ଆପଣା ଦାସମାନଙ୍କୁ ସ୍ୱପ୍ନଟି ଜଣାନ୍ତୁ ତହିଁରେ ଆମ୍ଭେମାନେ ଅର୍ଥ ପ୍ରକାଶ କରିବୁ। So here this astrologers and all these wise men in Babylon are giving excuses because they don't know the dream and the meaning.
ହେଲେ ଏଇ ଯୋଉ ଜ୍ଞାନୀ ମାନେ କ'ଣ କରୁଛନ୍ତି ତାଙ୍କ ସମୟ ବିତାଉଛନ୍ତି ବାହାନା କରୁଛନ୍ତି You tell me, is it easy to know the dream or to give the meaning of the dream? ଆଚ୍ଛା ଆପଣ ମାନେ କୁହନ୍ତୁ ସ୍ୱପ୍ନ ଜାଣିବାର ସହଜ ନା ସ୍ୱପ୍ନର ଅର୍ଥ କହିବାର ସହଜ ଜୋରରେ କୁହନ୍ତୁ ସ୍ୱପ୍ନ କହିବାର ସହଜ ଯାହା ଭୁଲି ଯାଇଛନ୍ତି ତାହା ସହଜ ନା ସ୍ୱପ୍ନର ଅର୍ଥ କହିବାର ସହଜ First place is they don't know the dream. ପ୍ରଥମ କଥା ହେଲା ଆମେ ସ୍ୱପ୍ନ କ'ଣ ଜାଣିବା And unless they know the dream, they cannot tell the meaning. ଯଦି ସ୍ୱପ୍ନ ଜାଣିନଥିଲେ ସେ ସ୍ୱପ୍ନ ଅର୍ଥ କହିପାରିବେ କି But if they know the dream, they can manipulate, they can change the meaning of the dream the way they want. ସ୍ୱପ୍ନ ଜାଣିଲା ପରେ ଏଣେ ତେଣେ କରିକି ଇଆଡ଼େ ସିଆଡ଼େ ବୁଲେଇକିରି ଆମେ ସ୍ୱପ୍ନର ଅର୍ଥ କହିପାରିବା So the condition of the wise man here is very, very pathetic. କିନ୍ତୁ ବର୍ତ୍ତମାନ ଏ ଜ୍ଞାନୀମାନଙ୍କର ସମସ୍ୟା ବହୁତ କ'ଣ ଅସୁବିଧାର ଜଟିଳ ସମୟ $1 million question. ଆଉ ଲକ୍ଷ କୋଟି ଟଙ୍କାର ପ୍ରଶ୍ନ ଏଇଟା Who gave this dream? ଏଇ ସ୍ୱପ୍ନ କିଏ ଦେଉଛି That even king forgot it and wise men of that king are not able to understand. ଏ ପ୍ରକାର ସ୍ୱପ୍ନ ଯୋଉଟା କି ସେ ଜ୍ଞାନୀ ମାନେ କହିପାରୁନାହାନ୍ତି ରାଜା ମଧ୍ୟ ଯୋଉ ସ୍ୱପ୍ନ ଦେଖିଛି ତାହା ମଧ୍ୟ ସେ କହିପାରୁନାହାନ୍ତି The being who gave Joachim into the hands of Nebuchadnezzar was the being who gave dream to Nebuchadnezzar. ଯୋଉ ରାଜା ଜୋହାକିମକୁ ନବୁକଦନେଜର ହାତରେ ଦେଲେ ସେହି ପରମେଶ୍ୱର ହିଁ ବର୍ତ୍ତମାନ ନବୁକଦନେଜରକୁ ଏହି ସ୍ୱପ୍ନ ଦେଇଛନ୍ତି Tell me, how does God work in our lives? ଆମମାନଙ୍କ ଜୀବନରେ ପରମେଶ୍ୱର କି ପ୍ରକାର କାମ କରନ୍ତି Does God bring problems in our lives so that we can go to Him? ଆମମାନଙ୍କ ଜୀବନରେ ପରମେଶ୍ୱର କ'ଣ ସମସ୍ୟା ଦେଲେ ଆମେ ଯେପରିକି ତାଙ୍କ ପାଖକୁ ଯିବା କ'ଣ ପରମେଶ୍ୱର ଏ ପ୍ରକାର କରନ୍ତି How does God work in your life? ଆମମାନଙ୍କ ଜୀବନରେ ପରମେଶ୍ୱର କି ପ୍ରକାର କାମ କରନ୍ତି Are there problems in your life because of which you are always looking to God and saying, God, please help, please help, please help? ଆଉ କ'ଣ ଆପଣମାନଙ୍କ ଜୀବନରେ ଏ ପ୍ରକାର ଗୋଟେ ଘଟଣା ଅଛି କି ସମସ୍ୟା ଅଛି କି ଯାହା ଦ୍ୱାରା ଆପଣମାନେ ଈଶ୍ୱରଙ୍କ ପାଖକୁ ଯାଉଛନ୍ତି Yesterday morning I was attending one call କାଲି ସକାଳେ ଗୋଟେ ମୁଁ କଲ୍ରେ ଥିଲି and I heard that one of the sisters' husband who is Adventist is having extramarital affair with another girl. ଆଉ ଏଠି କ'ଣ ଶୁଣିଲି ଯେ ଗୋଟେ ଭଉଣୀ ସେ କ'ଣ କଲା ତାର ସ୍ୱାମୀର ଗୋଟେ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ଅଛି ଶୁଣିଲି And the girl is not an Adventist. କିନ୍ତୁ ସେଇ ଝିଅ ଆଡଭେଣ୍ଟିଜ ଝିଅ ନାହିଁ Man is a baptized member of Seventh Day Adventist. ଆଉ ଏ ଲୋକଟା ବାପ୍ଟାଇଜ ମଣ୍ଡଳୀର ନେତା ମାନେ ମେମ୍ବର Now when I heard that, এই କଥା ଶୁଣିଲା ପରେ it was such a big shock that I was not able to take it. ଏଇଟା ମୁଁ ଶୁଣିଲା ପରେ ମୋତେ କି ପ୍ରକାର ଗ୍ରହଣ କରିବି ସ୍ୱୀକାର କରିବି ମୁଁ ବୁଝିପାରିଲିନି Because that family is quite close to me and I developed tension headache. ସେ ପରିବାର ଆମ ସହିତ ବହୁତ ସମ୍ପର୍କ ଅଛନ୍ତି ଆଉ ଯେତେବେଳେ ଶୁଣିଲି ମୋର ଟେନସନ ଆସିଲା And I was thinking as to Lord, why these things have to happen? ଆଉ ସେଇ ସମୟ ପଚାରିଲି ହେ ପରମେଶ୍ୱର କାହିଁକି ଏ ପ୍ରକାର ଘଟଣା ଘଟୁଛି And then she said, probably God is allowing these things to come in my life so that I can come close to Him. ସେ କହିଲେ ହେଇପାରେ ଏ ପ୍ରକାର ଅସୁବିଧା ମୋ ଜୀବନରେ କାହିଁକି ଆସୁଛି ଯାହାଦ୍ୱାରା ହେଇପାରେ ମୁଁ ଈଶ୍ୱରଙ୍କ ପାଖକୁ ଯାଇପାରିବି There is one boy in Bihar. ଜଣେ ଯୁବକ ଅଛି ବିହାରରେ His father felt so sick that he was in ICU and about to die. ତାଙ୍କ ବାପା ବହୁତ ଅସୁସ୍ଥ ହେଲେ ଏବଂ ଆଇସିୟୁରେ ଥିଲେ ଏ ପ୍ରକାର କି ମରିବାର ସେ ପୁରା ପରିସ୍ଥିତି ଆସିଲେ And so many people prayed and gave money to for his survival. ଆଉ ଅନେକ ଲୋକମାନେ ତାଙ୍କ ବାପାକୁ ସୁସ୍ଥ ହେବା ପାଇଁ ତାଙ୍କେ ସମସ୍ତେ ପଇସା ସଂଗ୍ରହ କରିକି ଦେଲେ Because of which the entire family has come close to Christ. କାହିଁକି ନା ତାଙ୍କ ପୁରା ପରିବାର ପରମେଶ୍ୱର ପାଖକୁ ଆସିଲେ But for Nebuchadnezzar, dream is enough. କିନ୍ତୁ ଏଇ ନବୁକଦନେଜର ରାଜା ପାଇଁ ଏ ସ୍ୱପ୍ନ ହିଁ ଯଥେଷ୍ଟ Different people, God is dealing in different ways. ଅନେକ ଲୋକମାନଙ୍କୁ ଅନ୍ୟ ଅନ୍ୟ ଭାବରେ ପରମେଶ୍ୱର କ'ଣ କରନ୍ତି ଶିକ୍ଷା ଦିଅନ୍ତି If God has to bring us closer to Him, He will not directly destroy our life. He will give small problems. ଯଦି ଆମେ ଈଶ୍ୱରଙ୍କ ପାଖେ ଅଛୁ ତା ମାନେ କେବେ କେବେ ଆମ ଜୀବନରେ ମଧ୍ୟ ଛୋଟ ଛୋଟ ସମସ୍ୟା ଆସେ Verse 8. Verse 8. ଆଚ୍ଛା 8 ପଢିବା ରାଜା ଉତ୍ତର କରି କହିଲା ମୋ ଠାରୁ କଥା ବାହାରି ଯାଇଅଛି
ଏହା ଦେଖି ତୁମ୍ଭେମାନେ କାଳ ବିଳମ୍ବ କରିବାର ଇଚ୍ଛା କରୁଅଛ, ଏହା ମୁଁ ନିଶ୍ଚୟ ଜାଣେ। Word of God says that king is saying that the dream I have forgotten, I want the dream and the meaning. That's it. ଆଉ ଲୋକମାନେ ରାଜା କହୁଛି ଦେଖ ଆଉ ଅନ୍ୟ ବେଶୀ କଥା ମୋ ଦରକାର ନାହିଁ, ମୁଁ ସ୍ୱପ୍ନ ଦେଖିଲି ସ୍ୱପ୍ନ ଭୁଲିଗଲି, କିନ୍ତୁ ସ୍ୱପ୍ନର କହିବ ସ୍ୱପ୍ନ ଅର୍ଥ ମତେ କହିବ। Have you ever dreamed a dream and then struggled like this? କେବେ ଆପଣ ସ୍ୱପ୍ନ ଦେଖିଛନ୍ତି ଏବଂ ସ୍ୱପ୍ନ ପାଇଁ ଆପଣ ବହୁତ ବିରକ୍ତ ହେଉଛନ୍ତି ସେ ସ୍ୱପ୍ନର ଅର୍ଥ ଜାଣିବା ପାଇଁ? You have a vision in life and then you struggle to get it, that is different. ଆଉ କେବେ ଏଇ ଦର୍ଶନ ଗୋଟେ ଅଛି, ଆଉ ଦର୍ଶନ ପାଇଲା ପରେ ଆମେ ଯଦି ସେଟା ସାଧିତ ହେଇପାରିଲା ନାହିଁ ତାହା ଚଳିବ। Listen very carefully. ଦୟାକରି ଶୁଣନ୍ତୁ, When God does something in your life, you cannot bypass it. ପ୍ରିୟ ବନ୍ଧୁମାନେ ଭାଇ ଭଉଣୀମାନେ, ଆମମାନଙ୍କ ଜୀବନରେ ଯେତେବେଳେ କୌଣସି ଘଟଣା ଘଟିଛି ଈଶ୍ୱରଙ୍କ ଦ୍ୱାରା ଆମେ ଈଶ୍ୱରଙ୍କୁ କ'ଣ ଅଲଗା ହେଇକି ଯାଇପାରିବା ନାହିଁ। If God wants you to be sick so that you will come to Him, no one can keep you healthy. ଯଦି ପରମେଶ୍ୱର ଚାହୁଁଛନ୍ତି କି ଆମେ ଅସୁସ୍ଥ ହେବା ଆଉ ଅସୁସ୍ଥ ହେଇକି ଆମେ ତାଙ୍କ ପାଖକୁ ଯିବା, ହେଲେ ଅନ୍ୟ ଯାହା କିଛି ଏବେ ରାସ୍ତା ଖୋଜିଲେ ମଧ୍ୟ କେହି ଆମମାନଙ୍କୁ ବଞ୍ଚାଇ ପାରିବେ ନାହିଁ। I heard one testimony about one man, ଜଣେ ଲୋକ ବିଷୟରେ ମୁଁ ସାକ୍ଷ୍ୟ ଶୁଣିଥିଲି, and he was telling how he got married. ଆଉ ସେ କହିଲେ ସେ କି ପ୍ରକାର ବାହା ହେଲେ। He was 35 years when he got married. ସେ ଯେତେବେଳେ ବାହା ହେଲେ 35 ବର୍ଷ ବୟସ ଥିଲେ। And when he was 35, he said, probably I'll never get married. 35 years, who is getting ସେ ଲୋକ ଭାବିଲା 35 ବର୍ଷ ବିତିଗଲା ମତେ କିଏ ବାହା ବୋଲି ସେ ଚିନ୍ତା କରୁଥିଲା। But when he saw the girl and when they met each other, ଯେତେବେଳେ ସେ ଝିଅକୁ ଦେଖିଲା ତାଙ୍କ ପରସ୍ପର ଭେଟିଲେ, he wants to say no for that girl, ସେ ତାକୁ ନାଇଁ ବୋଲି କହିପାରିଲା ନାହିଁ। but he's not able to. ସେ କହିବା ଚାହୁଁଛି, ମୁଁ ବିବାହ ବୋଲି କହିବା ଚାହୁଁଛି କିନ୍ତୁ କହିପାରିଲା ନାହିଁ। He wants to reject the proposal. ଏଇ ଯୋଉ ପ୍ରପୋଜାଲ ଆସିଛି ଯେ ମୁଁ ସେଟାକୁ ତ୍ୟାଗ କରିଲି ଭାବୁଛି, More he's trying to reject, more he's going closer. ସେ And he's saying yes. ଯେତେ ଦୂରେଇ ଯିବା ପାଇଁ ଚେଷ୍ଟା କରୁଛି ସେତିକି ଏ ସମ୍ପର୍କ ତାଙ୍କର ବଢୁଛି। Finally he understood that this proposal is from the Lord. ହେଲେ ଭାବିଲା ନିଶ୍ଚୟ ଏଇ ଯୋଉ କ'ଣ ଝିଅ ମୋ ଜୀବନରେ ଆସୁଛି ଏଟା ନିଶ୍ଚୟ ଈଶ୍ୱରଙ୍କର ଯୋଜନା। When God does something in your life, you cannot avoid it. ପ୍ରିୟ ବନ୍ଧୁମାନେ, ଯେତେବେଳେ ଆମମାନଙ୍କ ଜୀବନରେ ପରମେଶ୍ୱର କୌଣସି ସୁବିଧା ଅସୁବିଧା ଦିଅନ୍ତି ସେଟା ଆମେ ପାର କରିକି ଯାଇପାରିବା ନାହିଁ। If God wants you to bless today, no one can stop it. ଆଜି ଯଦି ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବା ପାଇଁ ଚାହୁଁଛନ୍ତି କେହି ମଧ୍ୟ ଆମମାନଙ୍କର ଆଶୀର୍ବାଦକୁ ନେଇପାରିବେ ନାହିଁ। Next verse. ଆଚ୍ଛା ପଢିବା। ମାତ୍ର ତୁମ୍ଭେମାନେ ଯେବେ ସେହି ସ୍ୱପ୍ନ ମୋତେ ନ ଜଣାଅ, ତେବେ ତୁମମାନଙ୍କ ନିମନ୍ତେ ଏକମାତ୍ର ବ୍ୟବସ୍ଥା ଅଛି, କାରଣ ସମୟର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ମୋ ଛାମୁରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ କରିଅଛ। ଏଥିପାଇଁ ତୁମ୍ଭେମାନେ ସ୍ୱପ୍ନଟି ମୋତେ ଜଣାଅ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋ ନିକଟରେ ପ୍ରକାଶ କରିପାରିବ, ଏହା ମୁଁ ଜାଣିବି। Word of God says that this king is getting angry and he's saying, you are lying to me. ଆଉ ବର୍ତ୍ତମାନ ସମୟ ବିତି ଯାଉଛି, ରାଜା ଶୁଣି ଥକି ଯାଉଛି, ଆଉ ରାଜା କ'ଣ କହୁଛି, ତମେ ମାନେ ମୋର ସମୟକୁ ନଷ୍ଟ କରୁଅଛ। If God wants to lift up someone, he can lift only that person, not others. ଯଦି ପରମେଶ୍ୱର କୌଣସି ଗୋଟେ ବ୍ୟକ୍ତିକୁ ଉଚ୍ଚ ସ୍ଥାନକୁ ନେବା ପାଇଁ ଚାହୁଁଛନ୍ତି, ପରମେଶ୍ୱର ନିଶ୍ଚୟ ସେଇ ଲୋକଟାକୁ ଉଚ୍ଚ ସ୍ଥାନକୁ ନେବେ। There are so many people have shared a testimony saying, in my village I am only Adventist. ଆଉ ଅନେକ ଲୋକମାନେ କହିଛନ୍ତି ଆମ ଗାଁରେ କେବଳ ମୁଁ ଜଣେ ଆଡଭେଣ୍ଟିଷ୍ଟ। In my entire relatives and family I am only Adventist. ଆମ ପରିବାର ସମସ୍ତଙ୍କ ମଝିରେ ମୁଁ ଜଣେ ଆଡଭେଣ୍ଟିଷ୍ଟ ବୋଲି କହନ୍ତି। It's not that others didn't receive the message, it's only him who accepted that message. ଆଉ ହେଇପାରେ ଅନେକ ଲୋକ ଶୁଣିଲେ କିନ୍ତୁ କେବଳ ସେଇ ଲୋକ ଗ୍ରହଣ କଲା। But here we find that no one in that kingdom is able to explain this. କିନ୍ତୁ ବର୍ତ୍ତମାନ ଆମେ ଦେଖୁଛୁ ରାଜାଙ୍କ ସାମନାରେ ଯେତେବେଳେ ଜ୍ଞାନୀ ଥିଲେ ସମସ୍ତେ କେହି ମଧ୍ୟ ଏଇ ଯୋଉ ସ୍ୱପ୍ନ କହିପାରିଲେ ନାହିଁ କି ସ୍ୱପ୍ନର ଅର୍ଥ ମଧ୍ୟ କହିପାରିଲେ ନାହିଁ। And so God has to raise up someone. ସେ ଯୋଗୁଁ ପରମେଶ୍ୱର କ'ଣ କଲେ, ଆଉ ଜଣେ ବ୍ୟକ୍ତିକୁ ଉଠେଇଲେ। Next verse. କଲ୍ଦୀୟମାନେ ରାଜାର ଛାମୁରେ ଉତ୍ତର କରି କହିଲେ, ମହାରାଜାଙ୍କ ବିଷୟ ଯେ ପ୍ରକାଶ କରିପାରିବ, ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ, କାରଣ କୌଣସି ରାଜା ପ୍ରଭୁ କିମ୍ବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ କିମ୍ବା ଗଣକକୁ ଅଥବା କଲ୍ଦୀୟକୁ ଏପରି କଥା ପଚାରି ନାହାନ୍ତି।
Word of God says those people are getting angry against the king and they're saying, never any king has asked us such questions. गोटे साइड राजा कौन होची रागी जाउची आउ गोटे पट ए जो ज्ञानी माने मध्य रागी जाउछंती कोन कहउछंती ए प्रकार राजा ए प्रकार प्रश्न के हमको पचारे नहांती It's never happened that king is dreaming and he's asking someone else. ए Never. प्रकार घटना केबे घटी नै जेतो कि राजा निजे स्वप्न देखिछि एवं से स्वप्न हमको पचारुछि But there is a reason why God is allowing all these things to तो happen. प्रिय बंधु माने ए सब जहा घटुछि एहार गोटे कारण अछि And God is using a dream. आउ ए जो घटना को तांकर योजना को पूर्ण करिया पाए परमेश्वर गोटे स्वप्न को व्यवहार करछन्ते Do you know anyone who saw a dream or a vision and forgot afterwards besides this king? अच्छा ए राजा को आम छाड़ी देबा आपण मानक जीवन में अनेक लोक माने आस्थिबे कोन से लोक दर्शन देखिला बा स्वप्न देखिला से भूली गला Not about you, someone else. से कहारी विषय स्वप्न देखिछि किंतु वर्तमान आपण मानक आसिकरी स्वप्न कहि पारु नै से There is a person that I know of called Ellen G. White. एलएनजी वाइट बोली अछंती जणे She was shown second coming of Christ, exact day and exact hour. Exact day and exact hour she was shown in the vision. देखो नया विषय आपण समस्त सुनिथिबे एलएनजी वाइट मा जे भविष्य वक्ता थिला तांकू दर्शन दिया जायथिला से को दिन आसीबे यीशु ख्रीष्ट द्वितीय थर आ को समय रे को घंटा रे यीशुଙ୍କର आगमन विषय तांको दिया जायथिला But after the vision and the dream was over, she forgot it. किंतु रहस्य कौन बोले ए सब जानला पर यीशु ख्रीष्ट केबे आसीबे को दिन आसीबे सब देखिला स्वप्न दर्शन देखिला किंतु जेतले उठिला से सब भूली गेला Is it a blessing or a curse? या गोटे आशीर्वाद ना अनुभव अभिशाप Why do you think it's a blessing that Ellen G. White forgot that vision or a dream? अच्छा आपण जे भाबंतु एलएनजी वाइट माने ए स्वप्न देखिथिला सब को दिन आसीबो को तारीख रे आसीबो सब स्वप्न देखिला किंतु निद भांगिला परे सब किछ भूली गेला एहा आशीर्वाद ना अभिशाप It's a blessing. Why? Because if she would have told us the date and the hour, none of us would have repented till the last प्रिय moment. बंधु माने जदि एलएनजी वाइट माने जो स्वप्न देखिले जो तारीख देखिथिले जो तांके स्मरण करि थांते तांके लिखि थांते जदि आमे जानि थांतु हेले शेष पर्यंत आमे नाटक करि कि थांतु शेष लास्ट मोमेंट रे आम हां मु एथरो सब छाड़ देबी साधु होई कि बोली कि आमे भाबी थांतु Just imagine the date would have been 23rd February 2020. जदि एलएनजी वाइट म कहि थांता ठीक अछि यीशु ख्रीष्ट द्वितीय थर फेब्रुआरी 23 तारिख 2020 रे आसी बोली जे तांके लिखि थांता Around 2 o'clock in the afternoon. और दुईटा बारटा बजे बारटा बेले दुईटा समय राशि बोली कहि थांते What would you and I do? आमे समस्त कोन कर थांतु We would enjoy life till 12 or 1 o'clock and then give our hearts at 2. 11 12 गोटे घंटा पर्यंत आमे कोन कर थांतु जागतिक जिनिस रे हम जीवन बिताई थांतु और शेष मुहूर्त रे आमे कोन कर थांतु पाप स्वीकार करे थांतु But God says we should be always ready whenever Jesus comes. किंतु ईश्वरଙ୍କ वाक्य कहउछि प्रिय बंधु माने आमे सदा समय सब समय तांकर आगमन पाए प्रस्तुत हेबार अछि And so God in his mercy took away the dream and the vision. से जो हमको चार कथा परमेश्वर तांको दया रे हे स्वप्न देखैले किंतु से स्वप्न एलएनजी वाइट महांकर भावनारु कोन कले तांके नहीं गले But there is a reason why God allowed this king to forget the dream. से ठीक सही प्रकार एठरे मध्ये हम देखोछु परमेश्वर काहे कि राजा नवगत नजर को तांको स्वप्न को भूलिया पई तांके कहले Next verse. नेक्स्ट पुणी महाराजा जहा चाहती ताहा असाधारण विषय ओ जेमानकर निवास मांस देहरे नुहे सेही देवगण बिनु आउ केही महाराजंको छामुरे ताहा प्रकाश करि न पारे God is writing here and is saying that those people are saying to the king, what you are asking is a very strange thing. आउ से लोक माने से ज्ञानी माने राजा को पचार छंती जहां तमे पचारो छ ए प्रकार जिनिस समस्त माने पूरा असभ्य जिनिस पचारो छ What is so much in this dream?
এই স্বপ্নরে কোন এতে কোন ଅଛି যে ଆପଣ পଚାରୁଛନ୍ତି Hundreds of dreams he must have seen. অনেক স্বপ্ন ଆପଣ ଦେଖିଛନ୍ତି But he wants to know the meaning and the dream. কিন্তু বর্তমান রাজা কোন কହୁଛି স্বপ্ন କହିବ ସ୍ୱପ୍ନର ଅର୍ଥ ମଧ୍ୟ କହିବ How many times you have been so persistent, you want something and you are not giving it up. ଅନେକ ଥର ଆମେ ଜୀବନରେ କିଛି ଗୋଟେ ଚାହୁଁଛୁ କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ସେଟା ଆମ ଜୀବନରେ ହାସଲ କରିପାରୁନୁ Many people dream dreams and come to Mumbai. ଅନେକ ଲୋକମାନେ ସ୍ୱପ୍ନ ଦେଖିକରି ବମ୍ବେ ସହରକୁ ଯାଆନ୍ତି Why people come to Mumbai? ବମ୍ବେ ସହର କାହିଁକି ଲୋକମାନେ ଯାଆନ୍ତି And they like to chase their dreams. ସେମାନଙ୍କର ସ୍ୱପ୍ନକୁ ତାଙ୍କେ ବାଣ୍ଟନ୍ତି ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତି But here king is saying, tell me the dream and the meaning. That's it. ଆଉ ମୁଁ କିଛି ଶୁଣିବା ଚାହେଁ ନାହିଁ ମୋର ସ୍ୱପ୍ନ କହିବ ସ୍ୱପ୍ନର ଅର୍ଥ କହିବ ବୋଲି ରାଜା ଚାହୁଁଛି People are not able to tell. କିନ୍ତୁ ଅନ୍ୟମାନେ କେହି କହିପାରୁନାହାନ୍ତି So king gets very angry and does something. ରାଜା ବହୁତ ରାଗିଗଲେ ଏବଂ ଗୋଟେ କୋଉ ଜିନିଷ ତାଙ୍କ କଲେ Next verse. ଆସନ୍ତୁ ପଢିବା 12 ଏହି କାରଣରୁ ରାଜା କ୍ରୋଧ ଓ ପ୍ରଚଣ୍ଡ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲା He says to all the people that all the wise men in the kingdom should be killed. Why? No dream and the meaning. କାହିଁକି ରାଜା କଣ ବୋଲି ଆଦେଶ ଦେଲେ କାହାକୁ ଜ୍ଞାନୀ ମାନଙ୍କୁ ବିଦ୍ୱାନ ମାନଙ୍କୁ କାହିଁକି ନା ସେମାନେ ମୋର ସ୍ୱପ୍ନ କହିବାର ଅଛି ଆଉ ସ୍ୱପ୍ନର ଅର୍ଥ ମଧ୍ୟ କହିବାର ଅଛି So we find that God is putting this burden on the king and saying, you need to know this dream. ପରମେଶ୍ୱର ରାଜାଙ୍କ ଉପରେ ଏ ବୋଝ ରଖୁଛନ୍ତି ଏବଂ ତାଙ୍କେ ଚାହୁଁଛନ୍ତି କି ରାଜା ସେ ସ୍ୱପ୍ନ ଜାଣୁ ଏବଂ ସ୍ୱପ୍ନର ଅର୍ଥ ମଧ୍ୟ ଜାଣୁ Next verse. Next two verses. ତାପରେ 13-14 ପଢିବା ତହିଁରେ ଆଜ୍ଞା ପ୍ରଚାରିତ ହେଲା ଯେ ହଁ। ବିଦ୍ୱାନ ଲୋକମାନେ ହତ ହେବେ ଆଉ ଲୋକମାନେ ଦାନିଏଲ ଓ ତାଙ୍କର ସଙ୍ଗୀମାନଙ୍କୁ ବଧ କରିବା ପାଇଁ ଅନ୍ୱେଷଣ କଲେ 14 ସେତେବେଳେ ଅରିୟକ ନାମକ ଯେଉଁ ରାଜ ସେନାପତି ବାବିଲୀୟ ବିଦ୍ୱାନମାନଙ୍କୁ ବଧ କରିବା ପାଇଁ ନିର୍ଗତ ହୋଇଥିଲା ତାହାକୁ ଦାନିଏଲ ବିବେଚନାରେ ଓ ଜ୍ଞାନରେ ଉତ୍ତର ଦେଲେ Word of God says people started searching for Daniel and his friends so that they can kill them. ଆଉ ଈଶ୍ୱରଙ୍କ ବାକ୍ୟ କହୁଅଛି ଏଇ ଯେ ଏରିୟ କଣ କଲା ଦାନିଏଲ ଏବଂ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଅନୁସନ୍ଧାନ କରିକି ସେମାନଙ୍କୁ ହତ କରିବା ପାଇଁ ତାଙ୍କେ ଖୋଜି ବୁଲିଲେ If you were in that situation, what would you do? ଯଦି ଆପଣ ସେଇ ଦେଶର ଜ୍ଞାନୀ ଭାବେ ନିଯୁକ୍ତ ହୋଇଛନ୍ତି ଆଉ ଯଦି ଆପଣ ଏଇ ସମସ୍ୟା ଥିଲେ ଆପଣ କଣ କରିବେ You are going to get killed because you cannot tell the dream and the meaning. ଆପଣ ନିଜକୁ ଜ୍ଞାନୀ ବୋଲି କହୁଛନ୍ତି ଏବଂ ଏ ସ୍ୱପ୍ନ କହିପାରୁନାହାନ୍ତି ସ୍ୱପ୍ନ ଅର୍ଥ କହିପାରୁନାହାନ୍ତି ରାଜା ଆଦେଶ ଦେଇଛି ଆଉ ଆପଣ କଣ ବୋଧ କରିବା ପାଇଁ ବର୍ତ୍ତମାନ ସେ ଲୋକ ଖୋଜି ଆସୁଛି ସେଇ ସମୟରେ ଆପଣ କଣ କରିବେ Verse 14 it says, 14 କହେ Daniel spoke to those people who came to kill him with wisdom and counsel. ଆଚ୍ଛା ଦାନିଏଲ କିପରି ଉତ୍ତର ଦେଲେ ତାହାଙ୍କୁ ଦାନିଏଲ ବିବେଚନାରେ ଓ ଜ୍ଞାନରେ ଉତ୍ତର ଦେଲେ There is a phrase in English, history repeats itself. ଇଂଲିଶରେ ଗୋଟେ କଥା ଅଛି ଇତିହାସ ଆଉ ଥରେ ଇତିହାସକୁ ଦେଖାଏ And we have studied already that whatever we are going to study in book of Daniel is for the last days. ଆଉ ଆମେ ଦେଖୁଅଛୁ ଜାଣୁଅଛୁ କି ଯାହା କିଛି ଦାନିଏଲ ପୁସ୍ତକ ଲେଖା ଅଛି ଏହା ସବୁ କେବେ ପାଇଁ ଶେଷ ଦିନ ପାଇଁ That means God is going to allow so many problems and difficulties that we would feel that we are going to die. ଆଉ ପରମେଶ୍ୱର ଅନେକ ଅସୁବିଧା ଦୁଃଖ କଷ୍ଟ ଆମ ଜୀବନରେ ଆଣିବେ ହେଇପାରେ ଯାହା ଦ୍ୱାରା ଆମେ କଣ There is going to come a time when people will come to kill us. ଆଉ ସମୟ ଆସିବ ଯେତେବେଳେ କି ଲୋକମାନେ ଆମମାନଙ୍କୁ ବଧ କରିବା ପାଇଁ ଆସିବେ In that way, in that time, how would you speak? କିନ୍ତୁ ସେହି ସମୟରେ ଆମେ ସମସ୍ତେ କି ପ୍ରକାର ଜବାବ ଦେବା Will you speak with counsel and wisdom? Will you speak with counsel and wisdom? କଣ ସେହି ସମୟରେ ଆପଣ କଣ ବିବେଚନାରେ ବୁଦ୍ଧିରେ ସେମାନଙ୍କୁ ଉତ୍ତର ଦେବେ Daniel did not get scared here. He did not get scared. ଯେତେବେଳେ ଯେ ବଧ କରିବା ପାଇଁ ଏରିୟ ଦାନିଏଲକୁ ଖୋଜି ଆସିଲା He didn't run away from that ସେହି place. ସମୟରେ ଦାନିଏଲ ଭୟଭୀତ ହେଲା କି He did not run from this place. ଆଉ ସେ କଣ କଲେ ଏଇ ଜାଗାରୁ ସେ ଦୌଡ଼ିକି ଲୁଚିବା ପାଇଁ ଚେଷ୍ଟା କରୁନଥିଲେ But what did he say? Verse 15. କିନ୍ତୁ 15 ପଢିବା ସେ ରାଜ ସେନାପତି ଅରିୟକ
ତାହାଙ୍କୁ ଉତ୍ତର କରି କହିଲେ ହଁ। ରାଜଜ୍ଞା ଏଡେ ବ୍ୟଗ୍ର କାହିଁକି? ହଁ। ତହିଁରେ ଅର୍ୟୋକ ଦାନିଏଲକୁ ବୃତ୍ତାନ୍ତ ଜଣାଇଲା। यस He's saying, why has king ordered such a decree? ये जो कौन कहबे काहेकि राजत्व एडे व्यग्र आदेश काहेकि दैछंती काहेकि एते बड़ हठात ए प्रकार आपत्ति ज्ञानी मानक ऊपर पड़िछि Verse 16 and 17. 16 17 ଏଥିରେ ଦାନିଏଲ ରାଜାଙ୍କ ନିକଟକୁ ଯାଇ ଆପଣା ପାଇଁ ଗୋଟିଏ ସମୟ ନିରୂପଣ କରିବାକୁ ପ୍ରାର୍ଥନା କଲେ। ତାହା କଲେ ମହାରାଜାଙ୍କ ନିକଟରେ ସ୍ୱପ୍ନର ଅର୍ଥ ପ୍ରକାଶ କରିବି ବୋଲି କହିଲେ। ଏଥିରେ ଦାନିଏଲ ଆପଣା ଗୃହକୁ ଗଲେ ଆଉ ସେ ଓ ତାଙ୍କର ସଙ୍ଗୀମାନେ ଯେପରି ବାବିଲର ଅନ୍ୟାନ୍ୟ ବିଦ୍ୱାନମାନଙ୍କ ସଙ୍ଗେ ବିନଷ୍ଟ ନ ହେବେ। Word of God says, ईश्वरଙ୍କ वाक्य कहे Daniel did not go to astrologers or Chaldeans or sorcerers. He went to his people. एठारे भाई ईश्वरଙ୍କ वाक्य कहे दानिएल अन्य ज्ञानी मानक पाखକୁ न जाईकरी तांगे कहां पाखु गले परमेश्वर पाखକୁ गले Here are two people in problem. एठारे दुई जण व्यक्ति असुविधा पड़िसंती One is king. जणे राजा He is not able to know the dream and the meaning, आउ से राजा से स्वप्न जानि नै स्वप्न अर्थ से जानि नै and so he is calling astrologers and आउ से magicians. ज्ञानी मानक डाकी अछि Second side or other side, you have Daniel, आउ अन्य साइड अछि दानिएल whose life is at stake. आउ जार जीवन बहुत असुविधा पड़िछि He is not going to the astrologers. He is going to Hananiah, Mishael, and Azariah. किंतु एई जो दानिएल अन्य ज्ञानी मान पाखକୁ न जाईकी तार सांग मानक पाखକୁ जाईकी से प्रार्थना करिया पय जाउछि Always remember, when you have problems, go to your church members. प्रिय बंधु माने आपण मानक समस्या हेले आपण माने निज बंधु वर्ग विशेष करी मेंबर भाई मानक जी पाखକୁ जांतु If you have problem with the government issues or government signature, come and pray here. जदि आपनको कोनसी असुविधा अछि गवर्नमेंट काम रे वर्तमान मंडली को आसिक कोन करिवे प्रार्थना करिवे But if you go and approach people who are worldly, they will tell you to bribe and finish off the आ work. अन्य लोक मान जो पचरबे आज्ञा ए काम मोर हेई नै गवर्नमेंट ऑफिस गली से माने मते सहायता करि नांती से माने कोन कहबे लांच टिके देई के काम करो न हो कि नै Always go to your people because they care for you and they will give you the right counsel and right प्रिय answer. बंधु माने मंडली रे समस्त को हम विश्वास न कले मध्य केते जणा मंडली रे अछंती जहा को जाई कि हम मिली मिसी के कोन करि परिबा प्रार्थना करि परिबा They will not cheat you हेई पारे से आपण माने को से धक्का देई न पारे because they are God's people. काहे से माने ईश्वर को लोक माने Let's read next verse. आसुन आगु जिवा Verse 18. 18 ଏଥିପାଇଁ ଏହି ନିଗୁଢ଼ ବିଷୟରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆପଣା ସଙ୍ଗୀ ହାନାନିୟ ମିସାଏଲ ଓ ଅସରିୟକୁ ସେହି ବୃତ୍ତାନ୍ତ ଜଣାଇଲେ। Verse 18. 18 रेड ऑलरेडी Okay, verse 19. 19 ଅନନ୍ତର ରାତ୍ରିକାଳୀନ ଦର୍ଶନରେ ସେ ନିଗୁଢ଼ ବିଷୟ ଦାନିଏଲଙ୍କ ପ୍ରତି ପ୍ରକାଶିତ ହେଲା। ତହିଁରେ ଦାନିଏଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଧନ୍ୟବାଦ କଲେ। Word of God says the dream that God gave to Nebuchadnezzar, same dream God gave to Daniel. ईश्वर को वाक्य कहे प्रिय बंधु माने जो स्वप्न परमेश्वर नबुकदनेस्सर को देथिला ठीक सही स्वप्न आउ थरे परमेश्वर दानिएल को देले But the question is, what did Daniel exactly pray? किंतु एटार प्रश्न उठुछि को विषय रे दानिएल प्रार्थना कले What did he pray? दानिएल को विषय रे प्रार्थना कले को विषय नहीं के तंग प्रार्थना कले There is a small portion that we'll have to go to book of Genesis. अच्छा वर्तमान आमे आदि पुस्तक को जिबा Genesis chapter 40, आदि पुस्तक 40 को जिबा verse 6. आदि पुस्तक रो 40 रो 6 को जिबा ତହିଁରେ ଯୋସେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ ସେମାନଙ୍କୁ ବିଷଣ୍ଣ ଦେଖିଲେ। Did everyone receive Genesis chapter 40? समस्त खोलले आदि पुस्तक 40 रो 6 Did everyone open? समस्त खोलले If you have opened, please say amen. जदि आपण खोली छंती आदि पुस्तक 40 रो 6 को हेले आमेन कहंतु Amen. Okay. Please read. Verse 6. हां पढंतु ତହିଁରେ ଯୋସେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ ସେମାନଙ୍କୁ ବିଷଣ୍ଣ ଦେଖିଲେ। So we find Joseph is looking unto some people and they see sad.
जोसेफ सकाले उठला परे केते लोक पाख गले आउ सेमानक चेहरा दुखरे परिपूर्ण परि देखिले। Next verse. तापर कोन लिखाई छी ତହୁ ଫାରୋଙ୍କର ଯେଉଁ ଭୃତ୍ୟମାନେ ତାଙ୍କ ସହିତ ତାଙ୍କ ପ୍ରଭୁର କାରାଗାରରେ ବନ୍ଦ ଥିଲେ ସେମାନଙ୍କୁ ସେ ପଚାରିଲେ ଆଜି ତୁମମାନଙ୍କ ମୁଖ ବିଷଣ୍ଣ କାହିଁକି? So Joseph is asking those people, why are you sad? Why, what happened? से लोक मानको जे दुखित अछंती सेमानको पचारले तमे काहे के दुखित अछ? Verse 8. 8 ସେମାନେ କହିଲେ ଆମ୍ଭେମାନେ ସ୍ୱପ୍ନ ଦେଖିଅଛୁ ମାତ୍ର ତହିଁର ଅର୍ଥ କରିବାକୁ କେହି ନାହିଁ। ତେବେ ଯୋସେଫ ସେମାନଙ୍କୁ କହିଲେ ଅର୍ଥ ଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ? ବିନୟ କରୁଅଛି ତୁମମାନଙ୍କ ସ୍ୱପ୍ନ ମୋତେ କୁହ। What is happening here? एटी हमें कोन देखुछु? Those people are saying, we have seen the dream, but we don't know the meaning. अच्छा वर्तमान आमे देखुछु आदि पुस्तक रे ए दुई जण व्यक्ति तांके स्वप्न देखि छन्ते किंतु स्वप्नर अर्थ तांके जानि नाहंती। They did not forget the dream. से तांको स्वप्न तांके भूली नाहंती They just don't remember, they don't know the meaning. किंतु तांके से स्वप्नर अर्थ तांके जानि नाहंती। But in Daniel's case, it is different. किंतु दानियल जीवन रे या अलगा। What is the difference? ए अलगा कोन? फरक कोन? Daniel does not know the dream and also the meaning. Both. अच्छा जे प्रकार नबुकदनेस्सर स्वप्न जानि नाहंती ठीक से प्रकार दानियल मध्ये स्वप्न जानि नाहंती स्वप्नर अर्थ मध्ये वर्तमान पई से जानि नाहंती। No. At the beginning, Nebuchadnezzar forgot the dream and Daniel also didn't know. या But here, these two people know the dream, but they don't know the meaning. That's it. Okay. The only difference is they don't know the meaning. और दानियल एवं नबुकदनेस्सर से माने स्वप्न जानि नथिले किंतु वर्तमान एई दुई जण व्यक्ति तांके स्वप्न जानि छंती। So what Joseph has to do? Only tell the meaning. हेले वर्तमान जोसेफ रो कर्तव्य कोन? से स्वप्न सुनिला परे स्वप्नर अर्थ कहबार ही तांको कर्तव्य। So who is in better condition? Daniel or Joseph? वर्तमान जेतले दानियल को एवं जोसेफ को तुलना कले किए गोटे भलो स्थान रे अछि? हां Joseph. Why? Because dream is not forgotten, no? कहीं कि जोसेफ भलो स्थान रे अछि से जो लोक दुई लोक स्वप्न देखिछन्ति से स्वप्न भूली नाहंती केवल स्वप्न अर्थ कह पड़ियो। But in Daniel does not know the dream also. वर्तमान दानियल से स्वप्न ही जान नहीं। If you don't know the dream, what is the meaning? आउ जो स्वप्न जान नहीं से कौन बोले राजा को कहबो? So Daniel is praying to God and is saying, God, please help me to know the dream and the meaning, both. दानियल कौन बोले प्रार्थना कले हे परमेश्वर राजा जो स्वप्न देखिले सेही स्वप्न मो देखा पर सहाय्य करो एवं स्वप्नर अर्थ मध्ये कहया पे मते सहाय्य करो। Daniel is saying, God, Joseph's condition is much better, mine is worse. से समय हे पाए दानियल प्रार्थना करती हे परमेश्वर जोसेफर अवस्था ठीक थिला किंतु मोर बहुत असुविधा पड़ी छी। My condition is very bad. मोर अवस्था बहुत दुखित। So what you have not done in the past, you do it now. आउ जहां तमे करले थले वर्तमान से कर मते खाओ। In past, you don't need to tell the dream. Dream is already known by people. Only meaning you have to tell God. But now you have to do something else. जोसेफर जीवन रे तो से स्वप्न जानि थिला स्वप्न कहला बेले तो अर्थ ताको सिखै थिलो किंतु वर्तमान मु जो असुविधा अछि ए राजा स्वप्न जानि नै आ स्वप्नर अर्थ मध्ये मु जानि नै। You will come across situations in future where no one can help you except God. प्रिय बंधु माने हमन को जीवन रे ए प्रकार समस्या आसीबो ए प्रकार समय आसीबो मनीष माने केही आपन को सहाय्य करि पारिबे नै केवल आमे समस्त केवल परमेश्वर को अनुसंधान करि के तांके ही हमन को सहाय्य करिवे। You may face such problems in life which are not mentioned in the Bible. आ ए प्रकार समय आसीबो जो जो असुविधा हमें जीवन रे वर्तमान पर्यंत हमें अनुभव करियो जो असुविधा बाइबल रे मध्ये लिखाय नै ए प्रकार असुविधा हम जीवन रे आसी पारे। In that case, what will you do? सेही समय आपण कोन करिवे? When you have problems, you will check, okay, where is that problem mentioned in the Bible? आ बाइबल को जेतो समस्या আছে अच्छा ठीक अछि एई समस्या विषय बाइबल को लिखाय छी। But what if you face problems which are not mentioned in the Bible? आओ ए प्रकार जो समस्या আছে आपन जीवन रे जो समस्या रो समाधान बाइबल रे लिखा है नै कि आपण ए प्रकार समस्या ही बाइबल लिखा है नै। You have to pray the prayer of Daniel.
प्रिय बंधु माने सेही समय आमे दानिएल परी प्रार्थना करिया को पड़िबो। Lord, the situation in the past was good, but my problem is very different. परमेश्वर बीती जाय दिन मानक जो असुविधा थिला से असुविधा थारु वर्तमान मोर असुविधा बहुत हेछि। And word of God says Daniel received that dream. प्रिय बंधु माने Nebuchadnezzar received. परमेश्वर दानिएल को से स्वप्न देखेले एवं स्वप्नर अर्थ मध्ये कहिले। Verse 20 to 23. 20 रु 23 पर्यंत 20 to 23. ଦାନିଏଲ ଉତ୍ତର କରି କହିଲେ ହଁ। ପରମେଶ୍ୱରଙ୍କର ନାମ ସଦା ସର୍ବଦା ଧନ୍ୟ ହେଉ ହଁ। କାରଣ ଜ୍ଞାନ ଓ ପରାକ୍ରମ ତାହାଙ୍କର ଆଉ ସେ କାଳ ଓ ଋତୁ ପରିବର୍ତ୍ତନ କରନ୍ତି ସେ ରାଜଗଣକୁ ପଦଚ୍ୟୁତ କରନ୍ତି ଓ ରାଜଗଣକୁ ପଦସ୍ଥ କରନ୍ତି ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ବିବେଚନା ଦିଅନ୍ତି ସେ ଗଭୀର ଓ ଗୁପ୍ତ ବିଷୟ ସବୁ ପ୍ରକାଶ କରନ୍ତି ସେ ଅନ୍ଧକାରରେ ଯାହା ଅଛି ତାହା ସେ ଜାଣନ୍ତି ଓ ତାହାଙ୍କ ନିକଟରେ ଜ୍ୟୋତି ବାସ କରଇ। When you receive a blessing, do you praise God? ଯେତେବେଳେ ଆପଣ ମାନଙ୍କୁ ଆଶୀର୍ବାଦ ଦିଆଯାଇଛି ସେହି ସମୟରେ କ'ଣ ଆପଣ ପରମେଶ୍ୱରଙ୍କର ପ୍ରଶଂସା କରୁଛନ୍ତି କି? Daniel is sincerely praying and he's saying, Lord, the dream that you gave to Nebuchadnezzar, please tell me. ଆଉ ଦାନିଏଲ ବିଶ୍ୱାସ ପୂର୍ବକ ପ୍ରାର୍ଥନା କରୁଛନ୍ତି ହେ ପରମେଶ୍ୱର ଯେଉଁ ସ୍ୱପ୍ନ ରାଜାକୁ ଦେଇଥିଲ ସେହି ସ୍ୱପ୍ନ ମୋତେ ଦିଅ। I'm going to ask a question, please don't answer. ଆଚ୍ଛା ବର୍ତ୍ତମାନ ଆପଣ ଗୋଟେ ପ୍ରଶ୍ନ ପଚାରିବେ ଏ ପ୍ରଶ୍ନର ଜବାବ ଆପଣ ଦିଅନ୍ତୁ ନାହିଁ। How many of you have prayed to Father in heaven, Lord, my wife is suffering, she is not telling me what the problem is, you tell me. ଆପଣ ମାନେ ଗୋଟେ ସ୍ୱାମୀ ହିସାବରେ କେତେଥର ପ୍ରାର୍ଥନା କରୁଛନ୍ତି ହେ ପରମେଶ୍ୱର ମୋର ସ୍ତ୍ରୀ ଗୋଟିଏ ଅସୁବିଧା ଅଛି କୌଣସି ତା ଦେହର ଅସୁସ୍ଥତା ଅଛି କିନ୍ତୁ ସିଏ ମୋତେ କହୁନାହିଁ ଦୟାକରି ସେଇ ତାର ଅସୁବିଧା ମୋତେ ଜଣା ବୋଲି କେତେଥର ପ୍ରାର୍ଥନା କରୁଛନ୍ତି। How many of you have prayed, wife, my husband is suffering so much, he is working so hard, he does not want to tell me because I will feel bad. Lord, you tell me what is his suffering. ଗୋଟେ ସ୍ତ୍ରୀ ହିସାବରେ ଗୋଟେ ଭାର୍ଯ୍ୟା ହିସାବରେ କେତେଥର ଆପଣମାନେ ପ୍ରାର୍ଥନା କରୁଛନ୍ତି ମୋର ସ୍ୱାମୀ କଠିନ ପରିଶ୍ରମ କରୁଛି ତାର ଦେହର ଅସୁବିଧା ଅଛି ଆଉ କ'ଣ ଗୋଟେ ଅସୁବିଧା ଅଛି କିନ୍ତୁ ସେ ମୋତେ କିଛି କହୁନାହିଁ ଦୟାକରି ପରମେଶ୍ୱର ସେଇ ତାର ଭାବନା ମୋତେ ପ୍ରକାଶ କର ବୋଲି କେତେଥର ପ୍ରାର୍ଥନା କରିଛନ୍ତି କି? Lord, my children are studying in school and colleges and they are not having enough of money. They are really suffering. Please tell me what they are going through. हे परमेश्वर मोर पुओ झियो स्कूल करे पाठ पढुछन्ती सेमानकर पैसा असुविधा रहिछि दयाकरी परमेश्वर तांकर असुविधा को मते जानिया पय सहाय्य कर बोली आमे प्रार्थना करछु की। Daniel prayed, what dream you gave to Nebuchadnezzar, you tell me. दानिएल की प्रकार प्रार्थना कला जो स्वप्न परमेश्वर नबुकदनेस्सर को देइछ सेही स्वप्न मते देखाओ। From today onwards, you will have to pray, Lord, whatever the sufferings of my family, church pastor, this brother, that sister, they are not telling me, you tell me, I want to suffer with them. हे परमेश्वर आम मंडली रे आम भाई भौणी मानकरे आम परिवार रे जहाँ सब असुविधा अछि से माने मते कहू नांती किंतु सेमानक सहित तांकर दुख को अनुभव करिया पय सेही असुविधा मते जणा बोली आमे कोन करिया पड़िबो। Many people, when they receive blessings, they don't come to church. अनेक लोक माने आशीर्वाद पाइला परे तांके गिरजा को आसंत नहीं They remember church only when they have problems in life. आउ गिरजा को तांके केतळे मन स्मरण करंती जेतेबे तांके असुविधा रे पड़ंती। They don't praise God like Daniel. They don't come to the church and praise God and share a testimony. दानिएल परी तांके प्रार्थना करी कि प्रार्थना जवाब पाइला परे तांके मंडली को आसी कि तांकर साक्ष्य कहंती नाही। But word of God says Daniel praised God in heaven. किंतु ईश्वरଙ୍କ वाक्य कहूछि दानिएल कोन कले स्वर्गीय परमेश्वरଙ୍କୁ धन्यवाद देले। We are coming to an end. आमे शेष को आसु शेष भाग को आसु 24 and 25. 24 एवं 25 एहेतु बाबिलीय विद्वान गुणକୁ विनाश करिया पई राजार नियुक्त अरियक निकटକୁ दानिएल गले से जाई ताहाକୁ एहिपरि कहिले बाबिलीय विद्वान मानକୁ बोध न करंतु राजांको छामକୁ मते नेई जाउंतु मु राजांको निकटरे अर्थ प्रकाश करिबी तहिरे अरियक दानिएलको शीघ्र राजा छामକୁ नेई राजांको एरूप कहिला निर्वासित जिहुदार संतानगण मध्यरे मु जणे मनुष्य पाई अछि से महाराजांको अर्थ जणाइबे। God knows how to bring his child in contact with the king. परमेश्वर जानिछंती तांकर समय जे प्रकार के राजांक समय सहित मिसिबो
କେବଳ ପରମେଶ୍ୱର ଜାଣିଛନ୍ତି। If given a privilege to you to stand in front of an officer or a CM, will you stand? ଆପଣମାନଙ୍କୁ ନିଜର ସାକ୍ଷ୍ୟ କହିବା ପାଇଁ ଯଦି ସୁଯୋଗ ଦିଆଯାଇଛି କାହା ସାମ୍ନାରେ, ମୁଖ୍ୟମନ୍ତ୍ରୀ ସାମ୍ନାରେ, ବଡ଼ ବଡ଼ ଲୋକମାନଙ୍କ ସାମ୍ନାରେ, ସେହି ସମୟରେ ଆପଣ ଠିଆ ହେଇପାରିବେ କି? Daniel chapter 1, we know the life of Daniel. ଦାନିଏଲ 1 ପର୍ବରେ ଦାନିଏଲଙ୍କ ଜୀବନ ଲେଖା ହେଇଛି। That's the reason God knows how to make use of Daniel to save someone. ସେଥିଯୋଗୁଁ ଆମେ ଦେଖୁଛୁ ପରମେଶ୍ୱର ଦାନିଏଲଙ୍କ ଜୀବନ ଠିକ ଥିଲା ବୋଲି ପରମେଶ୍ୱର ଦାନିଏଲକୁ ବ୍ୟବହାର କରିକିରି ରାଜାଙ୍କୁ ସ୍ୱପ୍ନ କହିଲେ। Word of God says Daniel goes to the king and starts explaining. ଈଶ୍ୱରଙ୍କ ବାକ୍ୟ କହେ ଦାନିଏଲ କ'ଣ କଲେ? ସେ ବିନା ଭୟରେ ରାଜାଙ୍କ ପାଖକୁ ଯାଇକି ରାଜାଙ୍କ ସ୍ୱପ୍ନ କହିଲେ। There will come a time that you will have to stand in front of a government officer. ପ୍ରିୟ ବନ୍ଧୁମାନେ, ଆପଣମାନଙ୍କ ଜୀବନରେ ଏହି ପ୍ରକାର ସମସ୍ୟା ଆସିବ ଯେତେବେଳେ କି ଆମେ ସମସ୍ତେ ବଡ଼ ବଡ଼ ଅଧିକାରୀମାନଙ୍କ ସାମ୍ନାରେ ଛିଡ଼ା ହେବା ପାଇଁ ସୁଯୋଗ ମିଳିବ। That time you will remember this message. ସେହି ସମୟରେ ଦାନିଏଲ ଯେ ପ୍ରକାର ରାଜାଙ୍କ ସାମ୍ନାରେ ଛିଡ଼ା ଥିଲା ଏହି ବିଷୟ ଆମେ ସ୍ମରଣ କରିବା। That time you will remember this divine service. ସେହି ସମୟରେ ଏହି ଦ୍ୱିତୀୟ ସଭାକୁ ଆପଣମାନେ ସ୍ମରଣ କରିବେ। Because what happened to Daniel will happen to you. କାହିଁକି ନା ଯାହା ଦାନିଏଲ ଜୀବନ ଘଟିଛି ତାହା ଆମମାନଙ୍କ ଜୀବନରେ ମଧ୍ୟ ଘଟିଥାଏ। The way Daniel was with God before problem, he was with God during problem. जो प्रकार दानिएल ईश्वरଙ୍କ ସହିତ ସମସ୍ୟାର ପୂର୍ବରେ ଥିଲେ ଠିକ ସେହି ପ୍ରକାର ସମସ୍ୟା ଆରମ୍ଭ ହେଲା ପରେ ମଧ୍ୟ ତାଙ୍କର ସମ୍ପର୍କ ସେହି ଭାବେ ଥିଲା। Daniel's life did not change because of circumstances. ଦାନିଏଲ ଜୀବନ ପରିବେଶ ଧରିକି ପରିବର୍ତ୍ତନ ହେଇନାହିଁ। He spoke with the man who came to kill him with counsel and wisdom. ଆଉ ଯେଉଁ ଲୋକ ତାକୁ ଆଘାତ କରିବା ପାଇଁ ବୋଧ କରିବା ପାଇଁ ଆସିଥିଲା ତାକୁ ସଚେତନରେ ବୁଦ୍ଧିରେ ତା କ'ଣ କଲା ସମ୍ମୁଖୀନ ହେଇକି କଥାବାର୍ତ୍ତା କହିଲା। Next verse. ପଢ଼ନ୍ତୁ। ରାଜା ସେ ଦାନିଏଲ ଯାହାଙ୍କ ନାମ ବେଲଶାସ୍ତର ଥିଲା ତାଙ୍କୁ ଉତ୍ତର କରି କହିଲା, ମୁଁ ଯେଉଁ ସ୍ୱପ୍ନ ଦେଖିଅଛି ତୁମ୍ଭେ କି ତାହା ଓ ତହିଁର ଅର୍ଥ ମୋତେ ଜଣାଇପାର? Next verse. ଦାନିଏଲ ରାଜା ଛାମୁରେ ଉତ୍ତର କରି କହିଲେ, ମହାରାଜା ଯେଉଁ ନିଗୁଢ଼ କଥା ପଚାରିଅଛନ୍ତି ତାହା ବିଦ୍ୱାନ ଲୋକ କିଏ ବା ଗଣକ ଅବା ମନ୍ତ୍ରବେତା ଅଥବା ଶୁଭବାଦୀ ମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ। Daniel is saying to king, no one can tell you the dream and the meaning. ଦାନିଏଲ ରାଜା କହୁଛି, ହେ ରାଜା, ଏହି ସ୍ୱପ୍ନର ଅର୍ଥ ଏବଂ ସ୍ୱପ୍ନ ପୃଥିବୀରେ କେହି ମଧ୍ୟ ଆପଣଙ୍କୁ କହିପାରିବେ ନାହିଁ। Why does Daniel say that? ଦାନିଏଲ ଏପରି କାହିଁ କହୁଛି? Why do you think Daniel is saying that? ଦାନିଏଲ ଏହି ପ୍ରକାର କାହିଁକି କହୁଛି? Because Daniel knows that the dream and the meaning can come only from God, not from astrologers. ଦାନିଏଲ ଜାଣିଛି କାହିଁକି ନା ଏହି ସ୍ୱପ୍ନ ଏବଂ ଏହି ସ୍ୱପ୍ନର ଅର୍ଥ କେବଳ ପରମେଶ୍ୱର ହିଁ ଦେଇପାରିବେ। Now listen carefully. ବର୍ତ୍ତମାନ ଶୁଣନ୍ତୁ, If you look into the dream, ଯଦି ଆପଣ ସ୍ୱପ୍ନ ଦେଖିବେ you will know that God is interested in Nebuchadnezzar's salvation. ଏଠା ଯଦି ଆମେ କ'ଣ ଦେଖୁଛୁ, ପରମେଶ୍ୱର ନେବୁକଦନେଜର ରାଜାଙ୍କର ପରିତ୍ରାଣ ପାଇଁ ପରମେଶ୍ୱର ତାଙ୍କୁ ଦେଖୁଛନ୍ତି। And so God is using his child to reach Nebuchadnezzar. ସେଥିଯୋଗୁଁ ପରମେଶ୍ୱର ତାଙ୍କର ପୁତ୍ରକୁ ବ୍ୟବହାର କରୁଛି ରାଜା ନେବୁକଦନେଜରଙ୍କ ପାଖକୁ ପହଞ୍ଚିବା ପାଇଁ। God could have given the same dream to the astrologers. ଏଇ ଯୋଉ ଜ୍ଞାନୀ ମାନେ ଯେ କ'ଣ କହିବେ କଲ୍ଦିଆ ମାନଙ୍କୁ ସେଇ ସ୍ୱପ୍ନ ଦେଇଥାନ୍ତା କି ନାହିଁ? Why did God give it to Daniel? କାହିଁକି ପରମେଶ୍ୱର ସେମାନଙ୍କୁ ନ ଦେଇ କେବଳ ଦାନିଏଲକୁ ଦେଲେ? Because God wanted to bypass all these astrologers and magicians and lift up his child. କାହିଁକି ନା ପରମେଶ୍ୱର ଚାହୁଁଥିଲେ ଏଇ ଯୋଉ ଜ୍ଞାନୀ ମାନଙ୍କୁ ସମସ୍ତଙ୍କୁ ପାର କରିକିରି କେବଳ ତାଙ୍କରି ବ୍ୟକ୍ତିକୁ ବ୍ୟବହାର କରିବା ପାଇଁ ଚାହୁଁଥିଲେ। I was in Delhi few years before. Delhi. କିଛି ବର୍ଷ ପୂର୍ବେ ତାଙ୍କେ ଦିଲ୍ଲୀରେ ଥିଲେ। And there is something called as member of parliament cell. ସେଠି ଗୋଟେ ମେମ୍ବର ଅଫ ପାର୍ଲାମେଣ୍ଟ ସେଲ୍ ଗୋଟେ ଜାଗା ଅଛି। And there you have lot of chief ministers who come. ଆଉ ସେଇ ଜାଗାରେ ଅନେକ ମୁଖ୍ୟମନ୍ତ୍ରୀ ମାନେ ଆସନ୍ତି। And if you want to meet them, you have to take an appointment. ଯଦି ସେମାନଙ୍କୁ ସାକ୍ଷାତ କରିବା ଚାହୁଁଛନ୍ତି ହେଲେ ଆପଣ ମାନେ ଆପଏଣ୍ଟମେଣ୍ଟ ନେବା ପାଇଁ ଦରକାର। And I heard that my CM from my state has come there. ଆମ ଶୁଣିଲି କି ଆମ ରାଷ୍ଟ୍ରରୁ ଆମର ମୁଖ୍ୟମନ୍ତ୍ରୀ ଆସିଛି। And so I said, okay, let me see if I can talk to him.
ଆଉ ମୁଁ ଭାବିଲି ହଉ ଠିକ ଅଛି ତାକୁ ଯାଇ ସାକ୍ଷାତ କରିବାକୁ ଚେଷ୍ଟା କରିବି And so there were a lot of newspaper reporters and cameramen and all of them were seated and he was giving interview. ଆଉ ଅନେକ ଲୋକମାନେ ନ୍ୟୁଜ ପେପର ରେ ସମସ୍ତେ ଅଛନ୍ତି ସେଇ ସାମ୍ନାରେ ତାଙ୍କର ମୁଖ୍ୟମନ୍ତ୍ରୀ ଇଣ୍ଟରଭ୍ୟୁ କରୁଛି In the room. ଗୋଟେ କମରାରେ And I said, will I get privilege to go inside the room and talk to him? ମୁଁ ଭାବିଲି ସେଇ ସମୟରେ ଏତେ ଲୋକ ଅଛନ୍ତି ଏତେ ଲୋକଙ୍କୁ ଛାଡ଼ିକରି କ'ଣ ମୋତେ ସୁଯୋଗ ମିଳିବ ତାଙ୍କ ସହିତ କଥା ହେବା ପାଇଁ I waited almost for everyone to finish their interview. ସମସ୍ତଙ୍କର ଇଣ୍ଟରଭ୍ୟୁ ଶେଷ ହେବା ପର୍ଯ୍ୟନ୍ତ ମୁଁ ଜଗିଥିଲି And finally the guard came and spoke to the CM and he said, there is one more person who wants to talk to you. ଶେଷରେ ସେ ଗାର୍ଡ ଆସି କହିଲା ଆଜ୍ଞା ଆପଣଙ୍କ ସହିତ କଥା ହେବା ପାଇଁ ଜଣେ ବ୍ୟକ୍ତି ଆପଣଙ୍କୁ ଜଗିଛନ୍ତି He said, no, just put a board, do not disturb, I don't want to talk to anyone. ହଁ ଠିକ ରେ ଗୋଟେ ବୋର୍ଡ ଲେଖିଦିଅ ଡୁ ନଟ୍ ଡିଷ୍ଟର୍ବ ମୋତେ ଆଉ ମୋତେ ବ୍ୟସ୍ତ କରନ୍ତୁ ନା ବୋଲି ଗୋଟେ ବୋର୍ଡ ଲେଖିଦିଅ I said to the Lord, if it is your will, help me to come in contact with ତାଙ୍କେ him. ପ୍ରାର୍ଥନା କଲେ ହେ ପରମେଶ୍ୱର ଯଦି ତମେ ଚାହୁଁଛ ଏଇ ଲୋକ ସହିତ ସାକ୍ଷାତ ହେବା ପାଇଁ ମୋତେ ସୁଯୋଗ ଦିଅ And he took the last person for his interview and that was me. ଆଉ ଶେଷ ଲୋକକୁ ଯିଏ ଇଣ୍ଟରଭ୍ୟୁ କଲେ ତାଙ୍କେ ହେଲେ ଆଙ୍କେ When I sat next to him, I could not believe that I was speaking to the CM of my state. ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ସାମ୍ନାରେ ମୁଁ ଛିଡ଼ା ହେଇକି ତାଙ୍କ ସାମ୍ନାରେ ବସିଲି ମୁଁ ନିଜେ ଭାବି ପାରୁନଥିଲି କି କାହାକୁ ମୁଁ ମୁଖ୍ୟମନ୍ତ୍ରୀ ସହିତ କଥା ହଉଛି ବୋଲିକି I didn't speak with boldness. ମୁଁ ସେଇ ସମୟରେ କୌଣସି ସାହସ ସହିତ କଥା ହେଇନାହିଁ ସେ କୌଣସି ମୁଁ କ'ଣ କହିବେ ଥରେ ଥରେ କଥା ହେଇନାହିଁ He said, speak point to point. ସେ କହିଲା ଯାହା କହିବା କହୁଛ ମୋତେ ସଂକ୍ଷିପ୍ତରେ କୁହ I opened my laptop. ତାଙ୍କ ଲ୍ୟାପଟପ୍ ଖୋଲିଲେ I said, this is a project for India. ଏଇ ଯୋଉ ପ୍ରୋଜେକ୍ଟ ଭାରତ ପାଇଁ If you implement in state of Maharashtra and in central government, whole nation will get blessings. ଯଦି ଏଇ ପ୍ରୋଜେକ୍ଟକୁ ଯଦି ମହାରାଷ୍ଟ୍ର ବ୍ୟବହାର କରିବ ଆଉ ଭାରତକୁ ବ୍ୟବହାର କରିବ ସାରା ଭାରତ ମାନେ ଆଶୀର୍ବାଦ ପାଇବ And I showed him the project. ଆଉ ସେ ପ୍ରୋଜେକ୍ଟ ଦେଖେଇଲେ The name of the project was New Start for India, ଆଉ ଏଇଟା ହଉଛି ନ୍ୟୁ ଷ୍ଟାର୍ଟ ଫର ଇଣ୍ଡିଆ ବୋଲିକି talking about health message. ଏହା କ'ଣ ସ୍ୱାସ୍ଥ୍ୟ ବିଷୟରେ And I said, this is the message that will change lives of people. ଏଇ ଯୋଉ ସନ୍ଦେଶ ଏଇ ଯୋଉ ସୁସମାଚାର ଲୋକମାନଙ୍କ ଜୀବନକୁ ପରିବର୍ତ୍ତନ ଆଣିବ ବୋଲି କହିଲି In those 5 to 10 minutes, I could explain to him what are the laws of health so that he can be in good health and condition. ହେଲେ ଆମ ସ୍ୱାସ୍ଥ୍ୟର ଯୋଉ ଯୋଉ ଆଜ୍ଞା ଗୁଡ଼ାକ ଅଛି ସେଇ ବିଷୟରେ ସଂକ୍ଷିପ୍ତ ଭାବରେ ମୁଖ୍ୟମନ୍ତ୍ରୀ କହିଲି God knows how to make use of you to reach the higher class people and the highest officials. ପରମେଶ୍ୱର ଜାଣିଛନ୍ତି ଆପଣମାନଙ୍କୁ କି ପ୍ରକାର ବ୍ୟବହାର କରିକି ସମାଜରେ ବଡ଼ ବଡ଼ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ God is preparing us, ବର୍ତ୍ତମାନ ପରମେଶ୍ୱରଙ୍କୁ ପ୍ରସ୍ତୁତ କରୁଛନ୍ତି but our lives should be right with God first. କିନ୍ତୁ ପ୍ରିୟ ବନ୍ଧୁମାନେ ପରମେଶ୍ୱରଙ୍କ ସହିତ ଆମର ଜୀବନ ସଠିକ ଥିବାର ଅଛି So many Jews were brought to Nebuchadnezzar's court, but only 4 of them stood. ଅନେକ ଜିହୁଦୀ ମାନଙ୍କୁ ନବୁକଦନେଜର ରାଜ୍ୟକୁ ଅଣାଯାଇଥିଲା କିନ୍ତୁ ପରମେଶ୍ୱର କେବଳ 4ଟି ଯୁବକମାନଙ୍କୁ ବ୍ୟବହାର କଲେ Are you among those 4? ପ୍ରିୟ ବନ୍ଧୁମାନେ ସେ 4ଟି ଯୁବକମାନଙ୍କ ମଝିରେ କ'ଣ ଆପଣ ଜଣେ ହେବାକୁ ଚାହୁଁଛନ୍ତି Have you received a vision from God? କ'ଣ ସତରେ ଈଶ୍ୱରଙ୍କ ଦର୍ଶନ ଆପଣ ପାଇଛନ୍ତି How many of you will say today, Lord, I want to give my heart and life to you? କେତେ ଜଣ ଆପଣ ଚାହୁଁଛନ୍ତି କହିବା ଚାହୁଁଛନ୍ତି ହେ ପରମେଶ୍ୱର ଆଜି ମୋର ଜୀବନ ତୁମରି ହସ୍ତରେ ସମର୍ପିତ କରିବା ଚାହୁଁଛି ବୋଲିକି Verse 28, last verse. 28 ମାତ୍ର ଯେ ନିଗୁଢ଼ ବିଷୟମାନ ପ୍ରକାଶ କରନ୍ତି ଏପରି ଏକ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି Thank you ଆଉ so much. ଧନ୍ୟବାଦ Word of God says there is a God in heaven. ପ୍ରିୟ ବନ୍ଧୁମାନେ ଈଶ୍ୱରଙ୍କ ବାକ୍ୟ କହୁଛି ସ୍ୱର୍ଗରେ ପରମେଶ୍ୱର ଅଛନ୍ତି If you want to entitle today's message for divine service, there should be a title called There is a God in heaven. ଯଦି ଆମର ଆଜିର ଯାହା ଶିଖିଛୁ ଏହାର ବିଷୟବସ୍ତୁ ଯଦି ଆପଣ ଲେଖିବାକୁ ଚାହୁଁଛନ୍ତି ଗୋଟିଏ ବିଷୟ ଲେଖିବେ ସ୍ୱର୍ଗରେ ପରମେଶ୍ୱର ଅଛନ୍ତି As I look unto you, I see a lot of faces who are sad and depressed and worried. ଆପଣଙ୍କ ଚେହେରା ଦେଖୁ ଦେଖୁ କେତେ ଲୋକ ଚେହେରା ଦୁଃଖରେ ଅସୁବିଧାରେ ପଡ଼ିଥିଲା ଆପଣ ଦେଖାଯାଉଛି I would say the same sentence that Daniel said. ଆଉ ଆପଣଙ୍କୁ କହିବାକୁ ଚାହୁଁଛି ଯୋଉଟା ଦାନିଏଲ କହିଥିଲା
My friends, there is a God in heaven. ପ୍ରିୟ ବନ୍ଧୁ ଆପଣଙ୍କ ପାଇଁ ଆମ ସମସ୍ତଙ୍କ ପାଇଁ ସ୍ୱର୍ଗରେ ଜଣେ ପରମେଶ୍ୱର ଅଛନ୍ତି। You have problems in life, there is a God in heaven. ଯଦି ଆପଣଙ୍କ ଅସୁବିଧା ହେଇଛି ମନେ ରଖନ୍ତୁ ସ୍ୱର୍ଗରେ ଜଣେ ପରମେଶ୍ୱର ଅଛନ୍ତି। You don't know what to do in life, there is a God in heaven. ବର୍ତ୍ତମାନ ଆପଣ ଜାଣିନାହାନ୍ତି ଜୀବନ କଣ କରିବେ ଆପଣ ମନେ ରଖନ୍ତୁ ସ୍ୱର୍ଗରେ ଜଣେ ପରମେଶ୍ୱର ଅଛନ୍ତି। If you feel that your life is going to go to end, there is a God in heaven. ଯଦି ଆପଣ ଭାବୁଛନ୍ତି କି ଆପଣ ଜୀବନ ଅତି ଶୀଘ୍ର ନଷ୍ଟ ହେଇଯିବ ଆପଣ ମନେ ରଖନ୍ତୁ ସ୍ୱର୍ଗରେ ଜଣେ ପରମେଶ୍ୱର ଅଛନ୍ତି। How many of you want to have that God of heaven? କେତେ ଜଣ ଆପଣ ଚାହୁଁଛନ୍ତି ସେଇ ସ୍ୱର୍ଗୀୟ ପରମେଶ୍ୱର ମୋ ଜୀବନରେ ଆସୁ ବୋଲିକି? How many of you want to give your heart and life to God who is in heaven? ସେଇ ସ୍ୱର୍ଗୀୟ ପରମେଶ୍ୱରକୁ ମୋ ଜୀବନ ଦେବି ବୋଲି କେତେ ଜଣ ଚାହୁଁଛନ୍ତି? If that's what you believe, stand up, we'll pray. ଯଦି ଆପଣ ନିଶ୍ଚୟ ଭାବୁଛନ୍ତି ଦୟାକରି ଛିଡ଼ା ହୁଅନ୍ତୁ। Let us pray. ଆସନ୍ତୁ ପ୍ରାର୍ଥନା କରିବା। Most gracious Father in heaven, ହେ ଦୟାଳୁ ପରମେଶ୍ୱର thank you so much for you being our God and we are your children. ଆମମାନଙ୍କର ପରମେଶ୍ୱର ହେଇଛ ଏବଂ ଆମମାନଙ୍କୁ ତୁମରି ପୁଅ ଝିଅ ଭାବେ ଗ୍ରହଣ କରିଛ ଏଥିପାଇଁ ଧନ୍ୟବାଦ ଦେଉଛୁ। Lord, you want to reach all of us. ଆମେ ସମସ୍ତଙ୍କୁ ତୁମେ ପହଞ୍ଚିବା ଚାହୁଁଛ। And so you are using different ways and means that you can reach us and we can reach you. ହେ ଯୋଗୁଁ ଅନ୍ୟ ମାଧ୍ୟମ ବ୍ୟବହାର କରିକି ଅନେକ ଲୋକମାନଙ୍କୁ ପହଞ୍ଚାଉଛ। I sincerely pray for all the people over here. ଆଜି ବିଶ୍ୱାସ ପୂର୍ବକ ମୁଁ ଏଇ ଯୋଟେ ଆସିଛନ୍ତି ସମସ୍ତ ଭାଇ ଭଉଣୀ ପ୍ରାର୍ଥନା କରୁଅଛି। Father, there are challenges in each one of our lives. ହେ ପ୍ରିୟ ପରମେଶ୍ୱର ଆମର ପ୍ରତ୍ୟେକଙ୍କ ଜୀବନରେ କୌଣସି ଅସୁବିଧା ରହିଛି। Today we understand that all the trials and difficulties you have allowed it. ଆଜି ଆମେ ବୁଝିପାରିଲୁ ପିତା ଆମମାନଙ୍କ ଜୀବନରେ ଯଦି କୌଣସି ଦୁଃଖ କଷ୍ଟ ଆସିଅଛି ଏଇ କଷ୍ଟ ଗୁଡାକ ଏଇ ଦୁଃଖ ଗୁଡାକ କେବଳ ତୁମର ଅନୁମତି ବିନା ଆମ ଅନୁମତି ଦ୍ୱାରା ହିଁ ଆସିଅଛି। Lord, if Daniel can suffer without any sin, you have allowed us to suffer in these problems and difficulties because we are sinners. ପରମେଶ୍ୱର ଯଦି ଦାନିଏଲ କୌଣସି ଭୁଲ ନ କରିକି ଯଦି ତାଙ୍କେ ଅସୁବିଧା ଭୋଗିଛନ୍ତି ହେଇପାରେ ଆମ ଜୀବନରେ ମଧ୍ୟ ଆମେ ଭୁଲ କରିନଥିଲେ ମଧ୍ୟ ଆମ ଜୀବନରେ ଯୋଉ ଅସୁବିଧା ଆସୁଛି ଆମମାନଙ୍କୁ ଶିକ୍ଷା ଦେବା ପାଇଁ Help us to say the same thing that Daniel said, that there is a God in heaven who can solve our problems. ଦାନିଏଲ ଯାହା କହିଥିଲା ଠିକ ସେଇ ବାକ୍ୟ କହିବା ପାଇଁ ଆମେ ସମସ୍ତଙ୍କୁ ସାହାଯ୍ୟ କର ସେଇ ବାକ୍ୟ କି ହଁ ସ୍ୱର୍ଗରେ ଜଣେ ପରମେଶ୍ୱର ଅଛନ୍ତି। Lord, we are in the last days and the book of Daniel says how we should live in the last days. ମହାନ ପରମେଶ୍ୱର ଆମେ ସମସ୍ତେ ଶେଷ ଦିନରେ ବଞ୍ଚି ଅଛୁ ଏବଂ ଦାନିଏଲ ପୁସ୍ତକ କହେ ଆମେ କି ପ୍ରକାର ଜୀବନ ବିତାଇ ପାରିବୁ। Help us to be like Daniel. ଦାନିଏଲ ପରି ହେବା ପାଇଁ ଆମକୁ ସାହାଯ୍ୟ କର। Help us to be like Christ Jesus. ଯୀଶୁଙ୍କ ପରି ହେବା ପାଇଁ ଆମେ ସମସ୍ତଙ୍କୁ ସାହାଯ୍ୟ କର। I pray sincerely that you would touch every heart ସମସ୍ତଙ୍କୁ ସ୍ପର୍ଶ କରିବ ବୋଲି ମୁଁ ବିଶ୍ୱାସ କରୁଅଛି। so that life will change forever. ଆମ ସମସ୍ତଙ୍କ ଜୀବନ ଯେପରିକି ଅନନ୍ତ ପାଇଁ ସମୟ ପାଇଁ ଆମ ଜୀବନ ପରିବର୍ତ୍ତନ ହେବ। So that we will give our hearts and life to you forever. ଆଉ ଯାହା ଦ୍ୱାରା କି ଆମେ ନିଜର ଜୀବନ ସବୁ କିଛି ତୁମର ହସ୍ତରେ ସମର୍ପିତ କରିବୁ। And we would be saved in the kingdom of heaven. ଆଉ ଆମେ ସମସ୍ତେ ତୁମ ରାଜ୍ୟରେ ଆଉ ଚିରସ୍ଥାୟୀ ପାଇଁ ରହିପାରିବୁ। Save us, Father. Save ଆମକୁ us. ବଞ୍ଚାଅ ପରମେଶ୍ୱର। For this is our prayer in Jesus' name. ଏହି ପ୍ରାର୍ଥନା ତ୍ରାଣକର୍ତ୍ତା ଯୀଶୁଙ୍କ ନାମ ମାଗୁଅଛୁ। Amen. ଆମେନ୍।